ଆପଣମାନେ ଜାଣନ୍ତି ମହାଭାରତରେ ଦିବ୍ୟ ଦ୍ରଷ୍ଟା ଥିଲେ ସଞ୍ଜୟ, ଯିଏକି ମହାଭାରତର ସମ୍ପୂର୍ଣ୍ଣ ବିବରଣୀ ଧୃତରାଷ୍ଟ୍ରକୁ କହୁଥିଲେ ବା ଦିବ୍ୟ ଦ୍ରଷ୍ଟା ସଞ୍ଜୟ ବୋଲି ସମସ୍ତେ ଜାଣନ୍ତି ନା ଆଜ୍ଞା। এইভଳିଆ ଜଣେ ଦିବ୍ୟ ଦ୍ରଷ୍ଟା ଥିଲେ ବା ଚାକ୍ଷୁଷୀ ବିଦ୍ୟା ପ୍ରାପ୍ତ ହୋଇଥିଲେ ଅର୍ଜୁନ। ଇଏ ହଉଛି ମହାଭାରତର କଥା ଏବଂ ସେ ଚାକ୍ଷୁଷୀ ବିଦ୍ୟା ବଳରେ ବହୁତ କଥା ନିଜେ ଦେଖିପାରୁଥିଲେ। ତେଣୁ ମୋର ଆପଣମାନଙ୍କୁ ପ୍ରଶ୍ନ ଯେ ଚାକ୍ଷୁଷୀ ବିଦ୍ୟା କେଉଁ ସମୟରେ କାହାଠାରୁ ତାଙ୍କୁ ପ୍ରାପ୍ତ ହୋଇଥିଲା କହିବେ ସାର୍ ଆପଣ? ଅର୍ଜୁନ। ଆଜ୍ଞା, ଯେତେବେଳେ ଯୌସାକ ଘରୁ ମାନେ ବଞ୍ଚି ପଳାୟନ କରିଛନ୍ତି କୁମ୍ଭୀର ବକ ହିଡ଼ିମ୍ବକ ଏମାନଙ୍କୁ ବଧ କରି ଏଇ ସମୟରେ ଦ୍ରୌପଦୀ ସ୍ୱୟଂବରକୁ ଯିବା ସମୟରେ ଗୋଟିଏ ଗନ୍ଧର୍ବ ଆଜ୍ଞା ତାଙ୍କ ସହିତ ତାଙ୍କର ଭେଟ ହେଲା। ତେଣୁ ସେ ଚାକ୍ଷୁଷ ବିଦ୍ୟାଟାକୁ ଆଜ୍ଞା ଚାକ୍ଷୁଷ ବିଦ୍ୟା କହିଲେ କଣ ନା ଆଲୋକ ବିଦ୍ୟା। ସେଟାକୁ ଯୋଉଟାକୁ ଅନ୍ଧାର ମାନେ ଅସୁରଙ୍କର ମାୟା ହବ ସେଟାକୁ ଆଲୋକ ଦେଖାଇବ। ମ୍ଲେଚ୍ଛ ସଂହାର ପାଇଁ ଏଟା କାମରେ ଆସିବ ବୋଲି ଇନ୍ଦ୍ର ପ୍ରଥମ ପୂର୍ବରେ ଏଟା ଆଜ୍ଞା ଚାକ୍ଷୁଷ ବିଦ୍ୟାଟି ଜାଣିଥିଲେ ଇନ୍ଦ୍ର। ଯେତେବେଳେ ହିରଣ୍ୟ କବଚକୁ ଯେତେବେଳେ ବଧ କରି ନିର୍ବାତ କବଚକୁ ଯେତେବେଳେ ବଧ କରିବା ପାଇଁ ଅର୍ଜୁନ ଆଜ୍ଞା ଯାଇଥିଲେ ଇନ୍ଦ୍ରପୁରକୁ, ତେଣୁ ସାକ୍ଷାତ ଚାକ୍ଷୁଷ ବିଦ୍ୟାଟି ଦେଇଥିଲେ ଅର୍ଜୁନକୁ ବୋଲି ଟିକେ ମୋର ମନେ ପଡେ। ଯେତେବେଳେ ତା କହିଲେ ଠିକ କହିଲେ ଚାକ୍ଷୁଷୀ ବିଦ୍ୟା ଇନ୍ଦ୍ରଙ୍କ ପାଖରେ ଥିଲା, କାଳକ୍ରମେ ସେ ଚିତ୍ରରଥ ନାମକ ଗନ୍ଧର୍ବକୁ ସେ ଦେଇଥିଲେ ଏବଂ ଗଙ୍ଗା କୂଳରେ ଯେତେବେଳେ ସେ ଯାଉଥିଲେ ଦ୍ରୌପଦୀ ସ୍ୱୟଂବରକୁ ସେଟା ଅର୍ଜୁନକୁ ସେ ପ୍ରଦାନ କଲେ। ଠିକ ଅଛି, ଚାକ୍ଷୁଷୀ ବିଦ୍ୟାର ସ୍ରଷ୍ଟା ହଉଛି ଦେବରାଜ ଇନ୍ଦ୍ର। ଆପଣଙ୍କର ଠିକ ଅଛି, ଆପଣ କହିଲେ କିଏ ପାଇଲା। ତେଣୁ ଆଜି ମଞ୍ଚ ନିଶ୍ଚିନ୍ତ ଭାବରେ ଖୁସି ଆପଣମାନଙ୍କୁ ପାଇ। ଆପଣଙ୍କ ନୃତ୍ୟ ଗୀତ ଭଲ ଏବଂ ଆମର କାରୁଆଣୀ ମାନେ ଯୋଉ ଧୀରେ ଧୀରେ ମୁଖ୍ୟ ସ୍ରୋତରୁ ଆସିଗଲେଣି ତାକୁ ମୋତେ ଖୁସି ଲାଗୁଛି। କାହିଁକି ଆମର ଯୋଉମାନେ ମୁଖ୍ୟ ଭୂମିକାରେ ଆସନ୍ତି ଗାୟିକା, ସେମାନେ ଯୋଉ ଆପଣମାନଙ୍କୁ ଯୋଉ ବିଦ୍ୟା ପ୍ରଦାନ କରିଛନ୍ତି ବା ମାନେ ଆସିବାର ଷ୍ଟେଜକୁ ଯୋଉ ମାନେ ଅଭିଳାଷ ମନରେ ଅଛି ଏବଂ ଆଗକୁ କେମିତି ଭଲ କରିବେ, ନିଶ୍ଚିତ ଭଲ କରିବେ। କାରଣ ଆପଣଙ୍କୁ ମୁଁ ଟ୍ରାଏଲ କରୁଥିଲି, ଆଗକୁ ବହୁତ ଭଲ କରିବେ। ବହୁତ ସୁନ୍ଦର। ଆଜି ନାଟକର ଶେଷ ପର୍ଯ୍ୟାୟ, ଯେହେତୁ ବାଦିଦଣ୍ଡ ପ୍ରତିଯୋଗିତା ନିଶ୍ଚିତ ଭାବରେ ମୀମାଂସା ଅଛି, କିନ୍ତୁ ସଂଘର ବିଚାରଧାରାରେ ହଉ କିମ୍ବା ମହାନ ଗୁଣ ହିସାବରେ ହଉ ଆଜିର ମୀମାଂସା ପାଇଁ କୌଣସି ପ୍ରକାର ବ୍ୟବସ୍ଥା ଆଜ୍ଞା ମାନେ କରିନାହାନ୍ତି। ତେଣୁ ନିଶ୍ଚିତ ଭାବରେ ମାର୍କସିଟରେ ଆମର ସ୍ଥାନିତ ଅଛି। ଆଉ ଦର୍ଶକ ସବୁଠୁ ବେଶୀ ଜ୍ଞାନୀ ଗୁଣୀ। କିଏ ଭଲ କଲା କିଏ ମନ୍ଦ କଲା ଆପଣଙ୍କ ବିଚାର। କିଏ ଭଲ ପଦେ ଗୀତ କହିଦେଇଥିଲେ କିଏ ପ୍ରଶ୍ନ କହିପାରିବେ, କିଏ ପ୍ରଶ୍ନ ଯଦି କହିଦେଇଛି ତାଟିକେ ନୃତ୍ୟଟା ସାରଙ୍କର ଭଲ ହେଇଛି। ଏଇ ହଉଛି କଥା, ଟିକେ ରଚର କଥା। ନିଶ୍ଚିତ ଭାବରେ ବାଦ ଅଛି ମାନେ ବିବାଦ ଅଛି, ବିବାଦ ଅଛି ମାନେ ସମାଧାନ ଅଛି, ଆଉ ସମାଧାନ ଅଛି ମାନେ ଆମେ ଅଛୁ। ଆମେ ଅଛୁ ମାନେ କଳାକାର ଅଛନ୍ତି ଏବଂ କଳାକାର ଅଛି ମାନେ ଆପଣ ମାନେ ମନୋରଞ୍ଜନ ନିଶ୍ଚିତ ପାଇବେ। ଏଥିରେ ଦୁଇ ମତ ହେବାର କିଛି କାରଣ ନାହିଁ। ତେଣୁ ମୋର ସାର୍ ମାନଙ୍କୁ ନିବେଦନ, ଆପଣ ମାନେ ମଞ୍ଚ ଛାଡ଼ିବା ପୂର୍ବରୁ ପଦେ ପଦେ ଆଶୀର୍ବାଦ ଗାଇ ଟିକେ ବାଦ୍ୟ ଟିକେ ଯୋଉ ଚାରପ କରିବରେ ବାଦ୍ୟ ବାଲା କଣ ସୁଇସାର କରିକିନି ଆପଣ ମତ ଠିକ ଅଛି ଆଜ୍ଞା। सर्वे भवन्तु सुखिनः सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःखभाग् भवेत्। हरि ओम शान्ति शान्ति शान्ति। ओम पूर्णमदः पूर्णमेदं पूर्णात् पूर्णमुदच्यते पूर्णस्य पूर्णमादाय पूर्णमेवावशिष्यते। अस्वस्थमं सर्गमयं तमोसौमं ज्योतिर्गमयं मृत्युंमं अमृतंगमयं। हरि ओम शान्ति शान्ति शान्ति।